26 ମେ 2025 ସାବିତ୍ରୀ ବ୍ରତ ଦିନ ବୃକ୍ଷ ସହ ଯୋଡ଼ା କିଛି ନିୟମ ଆପଣଙ୍କୁ ଆମେ ବତାଇବୁ। ଆଉ ବରଗଛରେ ଏମିତି କ'ଣ ବାନ୍ଧି ଦେବା ଦ୍ୱାରା ପୁରା ବର୍ଷ ଆପଣଙ୍କ ଘରେ ଧନର ବର୍ଷା ହେବ। ସାବିତ୍ରୀ ବ୍ରତ ମହିଳା ତାଙ୍କ ପତିଙ୍କର ଦୀର୍ଘାୟୁ ପାଇଁ ରଖିଥାନ୍ତି। ଆଜିର ଭିଡ଼ିଓରେ ଆମେ ଆପଣଙ୍କୁ ସାବିତ୍ରୀ ବ୍ରତ ଦିନ ବରଗଛ ସହ ଯୋଡ଼ା କିଛି ଏପରି ମହତ୍ତ୍ୱପୂର୍ଣ୍ଣ ଚମତ୍କାରୀ ଉପାୟ ବିଷୟରେ ଜଣାଇବାକୁ ଚାହୁଁଛୁ। ଯଦି ଯେଉଁ ମହିଳା ସାବିତ୍ରୀ ବ୍ରତ ରଖିଥିବେ, ସାବିତ୍ରୀ ବ୍ରତ ଦିନ ବୃକ୍ଷ ସହ ଯୋଡ଼ା ଏହି ଉପାୟ କରିଦେଉଛନ୍ତି, ତ ତାଙ୍କ ଗରିବୀ ସବୁବେଳ ପାଇଁ ସମାପ୍ତ ହୋଇଯିବ। ଘରକୁ ଏତେ ଧନ ଆସିବ ଯେ ସମ୍ଭାଳି ପାରିବେ ନାହିଁ। ପତିଙ୍କର ଉନ୍ନତି ପାଇଁ ବ୍ରତ ରଖାଯାଏ। ଏଥିପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ଯଦି ଆପଣ ସାବିତ୍ରୀ ବ୍ରତ ଦିନ ଏହି ଗୋଟିଏ ଛୋଟିଆ ଜିନିଷ ବରଗଛରେ ବାନ୍ଧି ଦେବେ, ତ ଆପଣଙ୍କୁ ମାତା ତୁଳସୀଙ୍କର ଢେର ସାରା ଆଶୀର୍ବାଦ ମିଳିଥାଏ ଏବଂ ଆପଣଙ୍କ ଘରେ ମାତା ସାବିତ୍ରୀ ସदैବ ନିବାସ କରିବେ। ଭଗବାନ ସତ୍ୟବାନଙ୍କର ଆଶୀର୍ବାଦ ପ୍ରାପ୍ତ ହେବ ଆପଣଙ୍କ ଉପରେ, କାହିଁକି ନା ବରଗଛ ମାତା ସାବିତ୍ରୀଙ୍କର ରୂପ ଅଟେ। ଆଉ ମାତା ସାବିତ୍ରୀ ଭଗବାନ ସତ୍ୟବାନଙ୍କର ଅର୍ଦ୍ଧାଙ୍ଗିନୀ ଅଟନ୍ତି। ବରଗଛ ଘରେ ରଖିଲେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ଲାଭକାରୀ ହୋଇଥାଏ। ପୁରାଣ ଅନୁସାରେ ବରଗଛରେ ଦେବୀ ସାବିତ୍ରୀଙ୍କର ବାସ ହୋଇଥାଏ। ଆଉ ଯେଉଁ ବି ଲୋକ ସାବିତ୍ରୀ ବ୍ରତ ଦିନ ନିତ୍ୟ ବରଗଛକୁ ଜଳ ଦେଇଥାନ୍ତି ଆଉ ବରଗଛ ପାଖରେ ଘିଅର ଦୀପ ଜରୁର ଲଗାଇଥାନ୍ତି ଆଉ ନିୟମିତ ରୂପରେ ବରଗଛକୁ ପୂଜା କରିବା ଦ୍ୱାରା ଲାଭ ହିଁ ଅବଶ୍ୟ ମିଳିଥାଏ। ଆଉ ସାବିତ୍ରୀ ବ୍ରତ ଦିନ ବରଗଛର ବିଶେଷ ରୂପରେ ପୂଜା କରାଯାଏ। ଏହି ବ୍ରତ ମୁଖ୍ୟ ରୂପରେ ସୁହାଗିନୀ ସ୍ତ୍ରୀ ତାଙ୍କ ପତିଙ୍କର ଦୀର୍ଘାୟୁ ଓ ସୁଖ ଶାନ୍ତି ଜୀବନ ପାଇଁ କରିଥାନ୍ତି। ତେବେ ଚାଲନ୍ତୁ ଜାଣିବା ସାବିତ୍ରୀ ବ୍ରତ ଦିନ ବରଗଛର ପୂଜା କିପରି କରିବେ ଜାଣିବା। କିନ୍ତୁ ତା ପୂର୍ବରୁ ଯଦି ଆପଣ ଚାହୁଁଛନ୍ତି ମାତା ସାବିତ୍ରୀ, ଭଗବାନ ସତ୍ୟବାନ ଓ ମାତା ଲକ୍ଷ୍ମୀ ଓ ଭଗବାନ ଶ୍ରୀହରି ବିଷ୍ଣୁଙ୍କର ଆଶୀର୍ବାଦ ସदैବ ଆପଣଙ୍କ ଉପରେ ଏବଂ ଆପଣଙ୍କର ପୁରା ଘର ପରିବାର ସଦସ୍ୟଙ୍କ ଉପରେ ବନି ରହୁ, ତ ଭିଡ଼ିଓ ଗୋଟେ ଲାଇକ୍ କରି ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଏପର୍ଯ୍ୟନ୍ତ ଯଦି ଆପଣ ଆମ ଚ୍ୟାନେଲରେ ନୂଆ ଆସିଛନ୍ତି, ତେବେ କୃପା କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ। କମେଣ୍ଟ ବକ୍ସରେ ଜୟ ମା ସାବିତ୍ରୀ, ଜୟ ଭଗବାନ ସତ୍ୟବାନ, ଜୟ ଶ୍ରୀହରି ବିଷ୍ଣୁ, ଜୟ ମାତା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ। ତ ଦେଖନ୍ତୁ, ଯଦି ସମ୍ଭବ ହେଉଛି ତେବେ ସାବିତ୍ରୀ ବ୍ରତ ଦିନ ବରଗଛ ପାଖକୁ ଯିବେ। ଲାଲ ରଙ୍ଗର କପଡ଼ା ନେବେ, ସିନ୍ଦୁର, ଚାଉଳ, ଧୂପ, ଦୀପ, ମିଠା, ଫଳ, ପାଣି କଳସ, ମୌଲି ଢାଗା, ସାବିତ୍ରୀ ସତ୍ୟବାନଙ୍କର ମୂର୍ତ୍ତି, ପୂଜାର ଥାଳି। ଆଉ ପୂଜା ବିଧି ହେଉଛି ସ୍ନାନ କରିକି ସ୍ୱଚ୍ଛ ବସ୍ତ୍ର ଧାରଣ କରିବେ, ବ୍ରତର ସଂକଳ୍ପ ନେବେ, ପତିଙ୍କର ଲମ୍ବା ଆୟୁଷ ଓ ସୁଖ ଶାନ୍ତି ପାଇଁ ବ୍ରତର ସଂକଳ୍ପ ନେବେ। ଆଉ ବରଗଛ ମୂଳରେ ଜଳ, ଅକ୍ଷତ, ସିନ୍ଦୁର, ହଳଦୀ ବରଗଛ ମୂଳରେ ଅର୍ପିତ କରିବେ। ବରଗଛକୁ ମୌଲି ଢାଗାରେ ଗୁଡ଼ାଇବେ ଆଉ ସେହି ମୌଲି ଢାଗାକୁ 21 ଥର ବରଗଛରେ ଗୁଡ଼ାଇ ଦେବେ। ଏହାପରେ ପତିଙ୍କର ଲମ୍ବା ଆୟୁଷ ପାଇଁ କାମନା କରିବେ। ଏହାପରେ ଧୂପ ଦୀପ ଜଳାଇବେ, ସାବିତ୍ରୀ ସତ୍ୟବାନଙ୍କ କଥା ଶୁଣିବେ ବା ପଢ଼ିବେ। ଏହି କଥା ଶୁଣିବା ଅତ୍ୟନ୍ତ ପୁଣ୍ୟଦାୟୀ ମନାଯାଏ। ମିଠା ଫଳ ଭୋଗ ଲଗାଇବେ, ତାପରେ ସେହି ଭୋଗକୁ ପୁରା ପରିବାରକୁ ବାଣ୍ଟିବେ। ଦିନ ଭରି ବ୍ରତ ରଖିବେ, ସନ୍ଧ୍ୟାରେ ଫଳ ଆହାର କରିବେ। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଆପଣ ବରଗଛକୁ ଘରେ ରଖିଛନ୍ତି ଆଉ ସେହି ବରଗଛ ମୂଳରେ ଏହି ଜିନିଷ ବାନ୍ଧି ଦେବେ, ତ ଆପଣଙ୍କର ଘରେ ବରଗଛକୁ ପୂଜା କରିବା ଦ୍ୱାରା ଆପଣଙ୍କୁ ଅନେକ ଗୁଣ ଫଳ ପ୍ରାପ୍ତ ହୋଇଥାଏ। କାହିଁକି ନା ଏହି ଗୋଟିଏ ଜିନିଷ ବିନା ବରଗଛ ଅଧୁରା ହୋଇଥାଏ। ଏହି ଜିନିଷ ସମ୍ପୂର୍ଣ୍ଣ ବନ୍ଧି ଥାଏ। ଶାସ୍ତ୍ରରେ ବର୍ଣ୍ଣନା ଅଛି କି ଏହି ଜିନିଷର ମହତ୍ତ୍ୱ ବତାଯାଇଛି। ବରଗଛକୁ ବହୁତ ଅଧିକ ଗୁଣକାରୀ ବୃକ୍ଷ କୁହାଯାଏ। ଏହି ବୃକ୍ଷରେ ଅନେକ ଔଷଧୀୟ ଗୁଣ ଥାଏ। ବିଷ୍ଣୁ ପୁରାଣରେ ବଟ ବୃକ୍ଷକୁ ସମସ୍ତ ଦେବୀ ଦେବତାଙ୍କର ବରଦାନ ପ୍ରାପ୍ତ ହୋଇଥାଏ। ଯେଉଁ ସ୍ଥାନରେ ବରଗଛ ଥାଏ ସେହି ସ୍ଥାନରେ ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱର ତ୍ରିଦେବଙ୍କର ବାସ ହୋଇଥାଏ। ଆଉ ବରଗଛକୁ ପୂଜା କରିବା ଦ୍ୱାରା ସବୁ ଦୁଃଖ କଷ୍ଟ ଗରିବୀ ନଷ୍ଟ ହୋଇଯାଇଥାଏ। ଶାସ୍ତ୍ର ଅନୁସାରେ ଯେଉଁ ଘରେ ବରଗଛ ସदैବ ହରା ଭରା ରହିଥାଏ, ସେହି ଘରେ ସୁଖ ଶାନ୍ତି ଓ ସମୃଦ୍ଧି ବନି ରହିଥାଏ। ଭଗବାନ ବିଷ୍ଣୁଙ୍କ ପୂଜାରେ ଚଢ଼ା ଯାଉଥିବା ଭୋଗରେ ବରଗଛର ପତ୍ର ଅବଶ୍ୟ ରହିବା ଉଚିତ, କାହିଁକି ନା ବର ପତ୍ର ବିନା ଭଗବାନ ବିଷ୍ଣୁ କୌଣସି ବି ଭୋଗ
स्वीकार करि नथांती। जदि सावित्री व्रत दिन आपण एही उपाय करिदेबे तो भगवान विष्णु और माता लक्ष्मी को सहित माता सावित्री और भगवान सत्यवान को आशीर्वाद आपण को सीधा प्राप्त होइजिवो। एथिपई प्रत्येक घरे बरगछ रहिबा उचित। जदि आपणक घरे बरगछ अछि तो आपण सावित्री व्रत दिन सकाळु स्नान सारी पूजार सामग्री को एकत्रित करी बरगछ को पूजा करिवे। आ सावित्री व्रत दिन जेउ भी भोग बनाइथिबे सेही भोग को बरगछ मूलरे अर्पित करिवे। बरगछरे 7 थर परिक्रमा जरूर करिवे। तंभा पात्र रे शुद्ध जल नेबे बरगछरे अर्पित करिवे एवं गोटिए घियर दीप आपण बरगछ मूलरे जळाई देबे। जदि आपणक पाखरे घियो नाही तो आपण राशि तेल रे भी सेही दीप को प्रज्वलित करि परिवे। एहा सह घरर सुख शांति और उन्नति पई बरगछरे एही जिनसटी निहाते चढ़ातु। बरगछरे जो जिनिस आमे बांधिबा को कहउथिलु सेही जिनिसटी हेउची चुनरी। घरर सुख शांति और उन्नति पई बरगछरे चुनरीटिए निहाती चढ़ातु। बहुत सारा लोके तांको घरे बरगछ लगाई थांती किंतु से एही भूल निहाती करि थांती कि बरगछरे चुनरी चढ़ाती नाही। आ जेउ कारणरू बरगछ लगाइबार फल प्राप्त तांको मिली नथाय। बरगछ केवल गोटे गछ नुहे बरं बरगछ गोटे देवी अटंती। सत्यवानकर पत्नी अटंती। बरगछ माता सावित्री ही अटंती। आ माता सावित्री लक्ष्मी मांकर एक रूप अटंती। जदि आपण सावित्री व्रत दिन माता सावित्री को प्रसन्न करिदेबे तो आपण 2025 वर्षटी एते सुंदर भाबरे बीतिबो कि धनर कमी भी केबे आपणक घरे रहिबो नै। एथिपई बरगछ को चुंदीटिए निहाती चढ़ातु। एहा द्वारा पति पत्नी को भितर प्रेम और विश्वास बढ़ी थाए। घरे रहुथिबा महिला श्रद्धा सुहागिनी भाग्यशाली रही थांती। किंतु बरगछ को चुंदी चढ़ाइबा समय एही कथा को ध्यान रखिबे कि आपण बरगछ को लाल रंगर चुंदी चढ़ाइबे नाही। लाल रंगर संबंध मंगल ग्रह सह होइथाय। आ बुध ग्रह बरगछ सह संबंध रहिथाय। बुध ग्रह और मंगल ग्रह मित्र नुहंती। बुध ग्रहर अनुकूल शुक्र और शनि होइथांती। तो एथिपई आपण लाल रंगर चुंदी केबे भी भूलरे बरगछरे चढ़ाइबे नाही। बरगछरे हळदिया रंगर नील रंगर किंबा ब्लू रंगर चुंडी आपण चढ़ाई परिबे। सावित्री व्रत दिन आपण निहाती बरगछटिए आनी आपणक घरे आनी लगांतु। आ सेही बरगछ को निजर पुआ परि देखाशुणा करिवे। जेते जेते बरगछ बढ़ी चलिबो सेते सेते आपणकर घरर उन्नति बढ़ी चलिबो। आपणकर पतिंकर भी आयु लंबा होई जिवो। आपणक घरे कौनसी भी प्रकारर झगड़ा लागिकी आउ रहिबो नाही। चारि दिगरु आपणक घर को धनर वर्षा हेबो। कारण जेउ स्थान रे बरगछ थाए सेही स्थान सबु बेले पवित्र होई थाए। आ सेही स्थान को सबु दिगरु पैसा छुटी आसी थाए। माता लक्ष्मी सेही स्थान रे वास करि थांती। सबु बेले सेही बरगछर स्थान को सफा और स्वच्छ रखिबा उचित। सावित्री व्रत दिन संध्या समय सेही बरगछ मूलरे गोटे दीपटिए निहाती आपण माने जालिबे। आ बरगछरे सबु बेले तंभा पात्र रे जल अर्पण करिवे। आ केउ धातु रे भी आपण जल अर्पण करिवे नाही। धन प्राप्ति पई आपण को सावित्री व्रत दिन पूजा पाठ परे आपण बरगछ मूलरे रही गोटे उपायटिए करिवे। आ सेही उपायटी हेउची गोटे कॉइन नेबे। आ सेही कॉइन रे माता लक्ष्मी किंबा माता वैष्णवी को फोटो लागिथिबो। सेही कॉइन टी नेबे। सेही कॉइन को आपण बरगछ मूलरे माटी तळे पोती देबे। तापरे घर को पळि आसीबे। तापर दिन जाई सेही बरगछ मूलरू पोती थिबा कॉइन टी को काढी आनिबे। स्वच्छ जल रे सेही कॉइन टी को भलसे सफा करि देबे। जेपरि नित्य पूजा पाठ करूछन्ते सेही परि सेही कॉइन को पूजा करि सारी गोटे लाल कपड़ा रे सेही कॉइन को बांधी आपणकर त्रेजोरी रे रखि देबे। एहा द्वारा आपण को अपार धनर प्राप्ति होई थाए एवं आपणक पाखरे थिबा धन केबे भी खर्च हेबो नाही एवं आपणक पाखरे थिबा धन आहुरी दिन को दिन बढ़ी चलिबो। आ बरगछ को सबु बेले आपणक घरर सामना रे लगाइबे। घरर उत्तर और पूर्व कोण रे लगाइबा बहुत उत्तम होई थाए। जदि आपण जो बरगछ लगाइछन्ती सेही बरगछ पाखरे जदि गोटिएरु अधिक बरगछ उठी थाए तेबे सेही गछ को अन्य को दान करिबा
ଅବଶ୍ୟ ଶୁଭ ହୋଇଥାଏ। ଏହା ଦ୍ୱାରା ଆପଣଙ୍କ ଘରର ଉନ୍ନତି ବଢ଼ିଥାଏ। ତ ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ନିହାତି ପସନ୍ଦ ଆସିଥିବ। ସାବିତ୍ରୀ ଦିନ ଆଜିର ଭିଡ଼ିଓରେ କୁହାଯାଇଥିବା ଉପାୟ ଗୁଡ଼ିକୁ ଆପଣ ସାବିତ୍ରୀ ବ୍ରତ ରଖିବା ସହିତ ଏହି ଉପାୟକୁ ସାବିତ୍ରୀ ବ୍ରତ ଦିନ ନିହାତି କରିକି ଥରେ ଦେଖନ୍ତୁ। ଆଉ ଏହି ଉପାୟକୁ ଆପଣ ଆପଣଙ୍କ ହାତରୁ ଜମା ହାତ ଛଡ଼ା କରନ୍ତୁ ନାହିଁ। ତ ଭିଡ଼ିଓଟିକୁ ଅନ୍ୟମାନଙ୍କର ମଙ୍ଗଳ ପାଇଁ ସେୟାର କରନ୍ତୁ। ଆମ ଚ୍ୟାନେଲରେ ଯଦି ଆପଣମାନେ ନୂଆ ଅଛନ୍ତି, ଏ ପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ କୃପା କରି ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ।